काटू समझी जोर काटू सो क्या टिके देख टिके फोन चाख ना तुम्हें एत देह खराब एमती रुह तुम्हें आज किमित धरिक आई रुह ये पुआ बहु तो मुहटा खोल भला देख केमिति लागुଛି କେକ୍ ଆଦି ଭଲ ଲାଗୁଛି ନୂଆ ବର୍ଷର କେକ୍ ସବୁ ଏନ୍ଜୟ କର ଖାଅ ହାପି ବାର୍ଥଡେ ସମସ୍ତେ ୱିଶ୍ କରନ୍ତୁ ଏ ହଉଛି ରୂପାର ଭଉଣୀ ଆଦି ହାପି ବାର୍ଥଡେ କହ ରୂପାକୁ ବଢିଆ हे सांग मैंने जय जगन्नाथ वेलकम बैक टू द चैनल मेडल्स ओडिया ब्लॉग्स तो बर्तमान टाइम है 11:23 तो मुझे ब्लॉग शूट करुँची तो गाइज आज हूँ नुआ वर्ष आम रात्रि तो केक कटिंग ब्लॉग करूँ आज हूँ नुआ वर्ष आपण मानक मो तरफ हार्दिक शुभेच्छा नुआ वर्ष आप आई होप आप लाइफ को सुख समुद्र भरी दो आम समस्त रिलेटिव आम हापी न्यू इयर विश कर सारा बर्तमान बाहर ठाकुर दर्शन करवा सब लेट नीति कम सब है बर्तमान आम ससुर जी जो गोड़ असुविधा होता है स्टेज खोला हम चांदबाली मेडिकल आम जाऊँ भेटिकी आशीर्वाद नहीं आसिया से जाए ब्लॉग गाइज आसतु आम बर्तमान आसचु पूरा नुआ वर्षर आमर अरविंद श्री माँ पाखक देखिए भर आस के निर्णय आशा गाड़ी होता उठा उठा सही चेन सारे तुम्हें एत देह खराब एमती रुह तुम्हें आज किमित धरिक आई रुह ये पुआ बहु तो मुहटा खोल भला देख नुआ वर्ष टे आसिया तुम जीवनी जूता काढ़ी आस बगीचा भल मुझे कहना तुमको कहूँ मन पड़े देखो आम बर्तमान आसचु श्री माँ अरविंद बाहर बसिक जा नुआ वर्ष सब बसंत आसी अब आम फास्ट टाइम श्री माँ अरविंद मंदिर आसचु केमती लगुच पूरा साफ परिवेश श्री माँ अरविंद बढ़िया फुल अच्छे मुझे आस बेले बसे 4टा बढ़िया सेपटे सब घर बढ़िया फुल सब बाड़ी केमती रहा बाबू चलतु बर्तमान आम चांदबाली मेडिकल को जीवा आम अच्छे चांदबाली मेडिकल आम ससुर जी अच्छा बर्तमान स्टेज खोल मामू के आसना घर को बिल्कुल भल अच्छी देव भिडियो सब चलती हापी न्यू इयर काटू समझी जोर काटू सो क्या टिके देख टिके फोन चाख ना आम नुआ वर्ष केतटा 6टा
ଛଅଟା ଫୁଲ ଫୁଟିଛି ଆକୁ ଆମେ ଭୁବନେଶ୍ୱରରୁ ଆଣିଥିଲୁ। ଆଉ ଏଟା କମେଣ୍ଟ ସେକ୍ସନ କହିବେ ଏଟା ହଉଛି କି ଗଛ, ଯିଏ କହିପାରିବ ତାକୁ ଗୋଟେ ପୁରସ୍କାର ଦିଆଯିବ। ଗାଈ ଦେଖନ୍ତୁ ବର୍ତ୍ତମାନ ବାପା ହାରିଆ ଗଲେ, ଆଉ ସକାଳ ଟିଫିନ ଫିଫିନ ସବୁ ଖାଇକି ଗଲେ, କେକ୍ ଫେକ୍ କଟିଂ ସବୁ ହେଲା। ଆଉ ଏଥର ନୂଆ ବର୍ଷଟା ଆମର ବହୁତ ଭଲସେ କଟିଲା, କାହିଁକିନା ଏଥର ସବୁ ବନ୍ଧୁ ଆଉ ବନ୍ଧୁ ବାନ୍ଧବ ବାପା ହାରିଆ ସମସ୍ତଙ୍କ ସାଙ୍ଗରେ ପୁରା କଟିଲା। ଆଉ ଦେଖନ୍ତୁ ମୁଁ ଯାଇଥିଲି ରେଷ୍ଟୁରାଣ୍ଟରେ ନେଇକି ଆସିଲି ସବୁ। ଆଜି ତ ଭେଜ ବାରି, ଭେଜ ଖାଇବେ ରେଷ୍ଟୁରାଣ୍ଟରୁ। ଆଜି ବୁଲିକି ଟାଇମ ହେଲାନି ରୋଷେଇ କରିବା ପାଇଁ, ଭେଜର ସବୁ ଜିନିଷ ନେଇ ଆସିଲୁ। ଆଉ ଥଣ୍ଡା ଫଣ୍ଡା ସବୁ ଆସିଛି ହଜମ ପାଇଁ। ଦେଖନ୍ତୁ ମାର୍କେଟ ବହୁତ ଭିଡ। ଆଉ କାଲି ଆମ ଅଲ୍ଟୋ ଗାଡିର ଇଞ୍ଜିନ ଅଏଲ ଚେଞ୍ଜ ହେଇଥିଲା, ଇଞ୍ଜିନ ଅଏଲ ପୁରା ସିଜ୍ ହେଇଯାଇଥିଲା। ଆମର ବହୁତ ଦିନ ହେଲାଣି ଚେଞ୍ଜ ହେଇନଥିଲା, 8 ମାସ ହେଇଗଲାଣି। 6-7 ମାସ ଥରେ ଚେଞ୍ଜ କରିବା କଥା। ଚେଞ୍ଜ କଲା ପରେ ବର୍ତ୍ତମାନ ଗାଡି ପୁରା ଉଠିଲା। ଆଉ ଆମ ଫ୍ରଙ୍କ୍ସ ଗାଡିରେ ଟୁର କରିବା। ଏଇ ଦେଖନ୍ତୁ ଆମର ନିୟରେଷ୍ଟ ରେଷ୍ଟୁରାଣ୍ଟରେ ଆମେ ବର୍ତ୍ତମାନ ମୁଁ ଦେଖନ୍ତୁ ଏଇ ଆମର ଲଚ୍ଛା ପରାଟା ଗୋଟେ ଆଣିଛି। ଏପଟେ ଲଚ୍ଛା ପରାଟା ଆଉ ମିକ୍ସ ଭେଜ ଡାଲ ଫ୍ରାଏ। ସମସ୍ତେ ସେୟାକୁ ହିଁ ଖାଇବା। ପାମ୍ପଡ଼ ଘରେ ଆମେ ପ୍ରସ୍ତୁତ କଲୁ। ସମସ୍ତେ ଚାଲନ୍ତୁ ଖାଇବା। କେମିତି ଲାଗୁଛି କେକ୍ ଆଦି? ଭଲ ଲାଗୁଛି? ନୂଆ ବର୍ଷର କେକ୍ ସବୁ ଏନ୍ଜୟ କର, ଖାଅ। ଦେଖନ୍ତୁ ଗାଇଜ ଆମର GoPro Hero 10 ପାଇଁ ଆଜି ଗୋଟେ ଡିଜିଟେକ ର ଗୋଟେ ବ୍ୟାଟେରୀ ମଗେଇଥିଲି, ଆମାଜନରୁ ଆସିଛି। ଦେଖନ୍ତୁ ଯାହାର ପ୍ରାଇସ୍ ରହିଛି ଏଠି ଲେଖା ହେଇଛି 2995 ଟଙ୍କା, କିନ୍ତୁ ମତେ 900 ଟଙ୍କା ପାଖାପାଖି ମିଳିଗଲା। ଗାଇ ଚାଲନ୍ତୁ ବର୍ତ୍ତମାନ ଡିଜିଟେକ ର ସିଲ୍ ବଗେରା ସବୁ ପ୍ୟାକିଂ ହେଇଛି। ଚାଲନ୍ତୁ ଡିଜିଟାକୁ ଓପନ କରିକି ଦେଖିବା କଣ କଣ ଆସିଛି। ବ୍ୟାଟେରୀ ଠିକ ଆସିଛି। ଏଟାକୁ କୁହାଯାଏ ଏକ୍ସଟ୍ରା ପାୱାର ଲିଥିୟମ ଆୟନ ବ୍ୟାଟେରୀ। ଚାଲନ୍ତୁ ଗାଇଜ ଓପନ କରିବା। ଦେଖନ୍ତୁ ସ୍ପେସିଆଲି ଡିଜିଟେକ ର ପ୍ରଡକ୍ଟ ଗୁଡାକ ମାନିବାକୁ ପଡିବ, ତାଙ୍କର ପ୍ୟାକେଜିଂ ଓଭରଭ୍ୟୁ ପୁରା टाइट सील करके ଦେଇଛନ୍ତି। ଚାଲନ୍ତୁ ବର୍ତ୍ତମାନ ଆମେ ଓପନ କରିବା ବକ୍ସ କୁ। ଦେଖନ୍ତୁ କେତେ ପ୍ୟାରା सा ବକ୍ସ ରେ ଆସିଛି ଆମର GoPro Hero 10 ର ବ୍ୟାଟେରୀ। ଦେଖନ୍ତୁ ଗାଇଜ ବର୍ତ୍ତମାନ ଆମ ପାଖରେ ଆସିକି ପହଞ୍ଚି ଗଲା ଆମର GoPro Hero 10 ର ବ୍ୟାଟେରୀ। ବର୍ତ୍ତମାନ ଆମେ ତାକୁ ଦେଖନ୍ତୁ ଏଠି ଲେଖା ହେଇଛି ବ୍ୟାଟେରୀ ପ୍ୟାକ୍ ଫର Hero 9, 10, 11, 12 1720 mAh ର ବ୍ୟାଟେରୀ 3.85 ଭୋଲ୍ଟ ର। ଚାଲନ୍ତୁ ତାକୁ ଇନସର୍ଟ କରିକି ଆମେ ଦେଖିବା। ଦେଖନ୍ତୁ ଇଏ ହଉଛି ଆମର ପୁରୁଣା ବ୍ୟାଟେରୀ। ୟା ଭିତରେ ଦେଖନ୍ତୁ ପଶିଥିବ, ଦେଖଉଛି ଜାଗା ଭିତରେ ପୁରୁଣା ବ୍ୟାଟେରୀ ଏଠି ଅଛି, ଇନସର୍ଟ ହେଇଥିଲା। ଆମେ ତାକୁ ବାହାର କରିବା। ଦେଖ GoPro Hero 10 ର ପୁରୁଣା ବ୍ୟାଟେରୀ, ଯୋଉଟା କି GoPro ର ଅରିଜିନାଲ ବ୍ରାଣ୍ଡିଂ ର ରହିଛି। ବଟ୍ ୟାର GoPro ର ଅରିଜିନାଲ ଆସେନି, କୋଉଠି ବି ମିଳୁନି। ୟାର ପ୍ରୋବ୍ଲେମ ଟିକେ ଦେଖାଉଛି। ବ୍ୟାଟେରୀ ଯେତେବେଳେ ଇନସର୍ଟ, ବ୍ୟାଟେରୀ 3 ବର୍ଷ ଉପରେ ହେଇଗଲାଣି। ଆଉ ଯେତେବେଳେ ରେକର୍ଡିଂ ହଉଛି ଫାଇଲ ରିପେୟାର୍ଡ ବୋଲି ଆସୁଛି। ସବୁଆଡେ ଦେଖି କରିବାର ୟୁଟ୍ୟୁବର ମାନେ କହିଲେ କି ଆରେ ବ୍ୟାଟେରୀ 3 ବର୍ଷ ହେଇଗଲାଣି, ଚେଞ୍ଜ କରନ୍ତୁ ଭଲ ହବ। ତେଣୁ ମୁଁ ଆଉ ଗୋଟେ ବ୍ୟାଟେରୀ ଗୋଟେ ଆଣିଛି। GoPro ବ୍ୟାଟେରୀ ତ ବହୁତ ପ୍ରାଇସ୍ ଆସୁଛି, ବଟ୍ ଏ ହଉଛି ଟିକେ ଡିଜିଟେକ ର ବ୍ୟାଟେରୀ। ୟାର 3 ବର୍ଷ ୱାରେଣ୍ଟି ରହୁଛି। ଦେଖାଯାଉ କଣ ହବ, ପକେଇଲା ପରେ ଫୁଟେଜ ଭଲ ଆସିବ। ଚାଲନ୍ତୁ ଟ୍ରାଏ କରିବା। ଚାଲନ୍ତୁ ବର୍ତ୍ତମାନ ବ୍ୟାଟେରୀ ଇନସର୍ଟ ହେଇଯାଇଛି, ନୂଆ ବ୍ୟାଟେରୀ। ଚାଲନ୍ତୁ ବର୍ତ୍ତମାନ ଅନ୍ କରିକି ଦେଖିବା। ଦେଖନ୍ତୁ ଗାଇଜ ବର୍ତ୍ତମାନ ବ୍ୟାଟେରୀ 70% ଚାର୍ଜ ଅଛି। ଦେଖାଯାଉ ରେକର୍ଡ କରି କଣ ଜଣା ପଡିବ। ଆରେ ରୂପା ହାପି ବାର୍ଥଡେ। ରୂପାର ଜନ୍ମଦିନ, ସମସ୍ତେ ରୂପାକୁ ୱିଶ କରନ୍ତୁ। ବାବା ଟିକେ ସାଇଡ ଛାଡ। ରୂପା ହାପି ବାର୍ଥଡେ। ରୂପାର ହଉଛି ହାପି ବାର୍ଥଡେ, ସମସ୍ତେ ୱିଶ କରନ୍ତୁ। ଇଏ ହଉଛି ରୂପାର ଭଉଣୀ। ଆଦି ହାପି ବାର୍ଥଡେ କହ ରୂପାକୁ। ଗାଇଜ ବର୍ତ୍ତମାନ ଟାଇମ ରାତି 12ଟା ହେଇଯାଇଛି, ମାନେ ନୂଆ ବର୍ଷ ବର୍ତ୍ତମାନ 1 ଜାନୁଆରୀ ହେଇଗଲାଣି। ଆଉ ଆମ ହୋଲ ବିଶ୍ୱାଳ ଫ୍ୟାମିଲି ସମସ୍ତେ କୁହ ହାପି ନ୍ୟୁ ଇୟର। ଆମ ହୋଲ ବିଶ୍ୱାଳ ଫ୍ୟାମିଲି ତରଫରୁ ଆପଣ ମାନଙ୍କୁ ନୂତନ ବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଦେଖନ୍ତୁ ଆମର ଫିଷ୍ଟ ବଗେରା ସବୁ ସରିଗଲା। ଏବେ ଗୋଟେ ଛୋଟିଆ ସେଲିବ୍ରେସନ ଆମେ ବିଶ୍ୱାଳ ଫ୍ୟାମିଲି ସହିତ କରୁଛୁ। ଆଉ ଆଜିର ଫିଷ୍ଟ କେମିତି କଣ ଲାଗିଲା କମେଣ୍ଟ ସେକ୍ସନ ଜଣାଇବାକୁ ଭୁଲିବେ ନାହିଁ। ଆଇ ହୋପ ଭଗବାନ ଆପଣମାନଙ୍କ ଜୀବନରେ ଏମିତି ଆଲୋକ ଭରି ଦିଅନ୍ତୁ, ସୁଖ ଶାନ୍ତିରେ ଭରି ଦିଅନ୍ତୁ। ଚାଲନ୍ତୁ ଆମେ କେକ୍ କଟିଂ ଷ୍ଟାର୍ଟ କରିବା। ଧର ପକା ଖାଇବ ନିଅ। ଚାଲନ୍ତୁ ହାପି ନ୍ୟୁ ଇୟର। ବର୍ତ୍ତମାନ କେକ୍ କଟିଂ ଷ୍ଟାର୍ଟ ହେଇଗଲା। ହାପି ନ୍ୟୁ ଇୟର। ଟିକେ ଟିକେ ଖାଲି ଛୁଇଁ ପକାଉଛୁ। ଏଥର ତ ପୁରା ଜୋର ଖିଆ ଖି ହେଇଯାଇଛି। ଆଉ ଟିକେ ଟିକେ ଆମେ ଛୁଇଁ ଦବା। ଆମ 2 ଜଣ ତରଫରୁ ହାପି ନ୍ୟୁ ଇୟର। ଠାକୁର